ସ୍ନାତକୋତ୍ତର ୟୁଜିସି ନେଟ୍ ଓ ଏସ୍ଏସ୍ବି ପରୀକ୍ଷା ନିମନ୍ତେ ଆଜି ଆଉ କେତେକ ସମ୍ଭାବ୍ୟ ପ୍ରଶ୍ନ ଉପରେ ଆଲୋଚନା କରିବା। ପ୍ରଥମ ପ୍ରଶ୍ନ, ଅଖିଳ ମୋହନ ପଟ୍ଟନାୟକଙ୍କର ପ୍ରଥମ ଗଳ୍ପର ନାମ କ'ଣ? ସପନ 1948 ମସିହାରେ ଶଙ୍ଖ ପତ୍ରିକାରେ ପ୍ରକାଶ ପାଇଥିଲା। ଦ୍ୱିତୀୟ ପ୍ରଶ୍ନ, ଭିନ୍ନ ପାଉଁଶ ଗଳ୍ପ ସଂକଳନ ପାଇଁ କିଶୋରୀଚରଣ ଦାସ କେଉଁ ପୁରସ୍କାର ପାଇଛନ୍ତି? ସାରଳା ପୁରସ୍କାର ପାଇଛନ୍ତି। ତୃତୀୟ ପ୍ରଶ୍ନ, ମୁକୁର ଉପନ୍ୟାସମାଳା କାହା ଉଦ୍ୟମରେ ଆରମ୍ଭ ହୋଇଥିଲା? ସାଧୁଚରଣ ରାୟ। ଏହା ମୁକୁର ପତ୍ରିକା ତରଫରୁ ପ୍ରକାଶ ପାଉଥିଲା। ଚତୁର୍ଥ ପ୍ରଶ୍ନ, ମ୍ୟାଗ୍ନେଟିକ୍ ଥିଏଟରର ପ୍ରତିଷ୍ଠାତା କିଏ? ସତୀଶ ଚନ୍ଦ୍ର ସରକାର। ଏହା 1894 ମସିହାରେ ପ୍ରତିଷ୍ଠା କରାଯାଇଥିଲା। ପଞ୍ଚମ ପ୍ରଶ୍ନ, ମୁକ୍ତିମଣ୍ଡପ ନାଟକର ସ୍ରଷ୍ଟା କିଏ? ରମେଶ ପ୍ରସାଦ ପାଣିଗ୍ରାହୀ। ଏହା 1963 ମସିହାରେ ପ୍ରକାଶ ପାଇଥିଲା। ଷଷ୍ଠ ପ୍ରଶ୍ନ, ମନୋଜ ଓ ସବିତା ପ୍ରାଣବନ୍ଧୁ କରଙ୍କର କେଉଁ ଏକାଙ୍କିକାର ଚରିତ୍ର? ସନ୍ଧ୍ୟା ଆସରର ଭୂତ। ସପ୍ତମ ପ୍ରଶ୍ନ, ଜର୍ଜ କେଉଁ ଉପନ୍ୟାସର ଚରିତ୍ର? ନରକିନ୍ନର। ଏହି ଉପନ୍ୟାସ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଦ୍ୱାରା ରଚିତ ହୋଇଥିଲା। ଏହା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି।